ମୁଁ ପ୍ରବୀଣ ନାୟକ ଆସିଛି ବାବା ବସ୍ତି ଆମର ୟୁନିଟ୍ 9 35 ନମ୍ବର ୱାର୍ଡର। ମୋର ଭତ୍ତା କରିଥିଲି, ମୋର ଆରମ୍ଭରୁ ମୋତେ ଏମିତି ହଇରାଣ କରି 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 900 ଜାଗାରେ 700 ଦେଉଥିଲେ, ପୁଣି 12 ଯେଉଁ 500 ବଢ଼ିଲା 1200 ଦେଲେ 1400 ଜାଗାରେ। ମୁଁ ଯାଇକି ଅଭିଯୋଗ କରିବାରେ ପୁଣି ମୋତେ ଏଠୁ 1400 ଦେଲେ 2-3 ମାସ ପରେ। ପୁଣି ଏଥରକ ଏଇଠି 3500 ବଢ଼ିଛି, ତ ମୋତେ କାଗଜପତ୍ର ସବୁ ନେଇଗଲେ। ମୁଁ ଭତ୍ତା ପାଇଲା ବେଳକୁ ମୋତେ 1400 ଟଙ୍କା ଦେଲେ। ମୁଁ କହିଲି 1400 ଟଙ୍କା କ'ଣ ନା ତମର 1400 ଟଙ୍କା। ମୁଁ କହିଲି କାହିଁକି ନା ତମର ଲିଷ୍ଟ ଯାଇନି। ମୁଁ କହିଲି ହଉ, ଆଉ ହବନି ଆଜ୍ଞା ମୋର 3500 ନା ହଁ ହବ, ଆର ମାସ ଆଡ଼ିକି ଦେଖିବା। ଏଠୁ ଆର ମାସ ହେଇଗଲା, ମୁଁ କହିଲି ମୋର ପୁଣି ଏଠୁ 1400 ଦେଲେ। ମୁଁ କହିଲି କ'ଣ 1400 ଟଙ୍କା ଦେଲେ ମୋର ଭତ୍ତା ବଢ଼ା ପଇସା କାହିଁ? 2 ମାସ ହେଇଗଲା ନା ମୁଁ ଜାଣିନି ଏଗୁରା ହବ ତ ଏଗୁରାକ ମୁଁ କିଛି କହିପାରିବିନି। ସିଓ ମ୍ୟାଡ଼ାମ ଆମର ପ୍ରିୟମ୍ବତା ଯେଉଁ ବିଏମ୍ସି ଅଫିସର ସିଓ। ମୁଁ ଆସିଥିଲେ କିଏ ସାର୍ ଆସିଥିଲେ, ମୁଖ୍ୟମନ୍ତ୍ରୀ ନା କ'ଣ ଆସିଥିଲେ। ମୁଁ କହିଲା ପରେ ସେ କହିଲେ ହଉ ଆମେ ଡାଇରେକ୍ଟରଙ୍କୁ କହିକି ଦେଖିବା କରିବା କି କ'ଣ ଏମିତି କହିଛନ୍ତି। ଦେଖାଯାଉ ପୁଣି ଏ ମାସରେ ସେଇ ଭତ୍ତା ପଇସା ଦେବେ କି ନାହିଁ 2 ମାସର, ଆଉ କିଏ ଏଇ ମାସଠୁ ଦେଉଛନ୍ତି କି ପୁଣି ଆଉ କେତେ ମାସ ବୁଲଉଛନ୍ତି ଜାଣିନି। ଦେଖାଯାଉ, ଅଭିଯୋଗ କରିଛି ତ। 2006-07 ମସିହାର ଶିକ୍ଷା ସହାୟକର ଆବେଦନକାରୀ ଥିଲି। ମୁଁ ଏସି ପରମାନେଣ୍ଟ ହାଣ୍ଡିକ୍ୟାପ୍ଟ। 9ଟି ବିକଳାଙ୍ଗର ସଂରକ୍ଷିତ ପଦବୀ ଥିଲା। 11 ଜଣ ମନୋନୀତ ପ୍ରାର୍ଥୀ ଥିଲୁ। 11ରୁ ନକଲି ବିକଳାଙ୍ଗ ସାର୍ଟିଫିକେଟ ଯୋଗୁଁ 2 ଜଣ କଟି ଯାଇଥିଲେ। 9କୁ 9 ଜଣ ଆବେଦନକାରୀ ଥିଲୁ। କମିଶନ କୋର୍ଟରେ 2011 ମସିହାରେ ବିଚାର କରି ଖୋର୍ଦ୍ଧା ଡିପିସି କି ମେରିଟ ହିସାବରେ ନିରଞ୍ଜନକୁ ନିଯୁକ୍ତି ଦେବା ପାଇଁ କମିଶନର ପଠାଇଥିଲେ। କିନ୍ତୁ ଆଜି ଯାଏଁ 14 ବର୍ଷ ହେଲା ମୁଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ ମୋତେ ସେ ନିଯୁକ୍ତି ମିଳୁନାହିଁ। ଏସି ଏସ୍ଟିର 6ଟି ବିକଳାଙ୍ଗ ପଦବୀ ଥିଲା। 4 ଜଣ ଆବେଦନକାରୀ ଥିଲୁ। 4 ଜଣରୁ 3 ଜଣଙ୍କୁ ଦିଆହେଲା, ଆଉ 3ଟି ପୋଷ୍ଟ ଖାଲି ଅଛି। ସେଥିରୁ ମୋତେ ଗୋଟିଏ ପୋଷ୍ଟ ଦିଆଯିବା ପାଇଁ ନିବେଦନ କରୁଛି। କିନ୍ତୁ ସେ ପୋଷ୍ଟ ଗୁଡ଼ିକ ଓବିସି ପ୍ରାର୍ଥୀଙ୍କୁ ମାନେ ସ୍ଥାନାନ୍ତରିତ ହୋଇଯାଇଛି। ଆଜି ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ, ପିଲାମାନେ ମୋର ଚଳିବା ଅସୁବିଧା, ପାଠ ପଢ଼ାପଢ଼ିରେ ବହୁତ ଅସୁବିଧା ହେଉଛି। ତେଣୁ ମୋର ଇନକମ୍ କମ୍, ଆପଣ ଦୟାକରି ମୋ ପୋଷ୍ଟଟାକୁ ମୋତେ ଦିଆଯାଉ, ଏତିକି ନିବେଦନ କରୁଛି। ଯଦି ନ ଦେବେ ମୁଁ ଆତ୍ମହତ୍ୟା କରିବାକୁ ପ୍ରତିଶ୍ରୁତିବଦ୍ଧ। ଗ୍ରିଭାନ୍ସ ସେଲରେ ମୁଖ୍ୟମନ୍ତ୍ରୀ ଷ୍ଟାଫ୍ ଆସିଥିଲେ, ଆଉ ସେମାନଙ୍କୁ ମୁଁ ଅଭିଯୋଗ କରେ। ଡେପୁଟି ମିନିଷ୍ଟର ଆଶା କରାଯାଉଛି ସେ ବିଚାର କରିବା ପାଇଁ କହିକି ଯାଇଛନ୍ତି। ବିଚାର କ'ଣ ହେଉଛି ମୁଁ ଜାଣିପାରୁନି ଆଜ୍ଞା। ଆଉ ମୋ ଦୟାକରି ମୋର ହକଦାରକୁ ମୋତେ ଫେରାଇବା ପାଇଁ ନିବେଦନ କରୁଛି।